ଉପଲବ୍ଧି ହାସଲ କଲେ ରୋହିତ ଶର୍ମା। ଡ୍ରାଭିଡଙ୍କୁ ପଛରେ ପକାଇଲେ ରୋହିତ। ହଁ ଦର୍ଶକ ବନ୍ଧୁ, ଶ୍ରୀଲଙ୍କା ବିପକ୍ଷେ ଚାଲିଥିବା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆୟୋଜକମାନେ ଭାରତକୁ 32 ରନରେ ପରାସ୍ତ କରିଛନ୍ତି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୃଢ଼ ପ୍ରଦର୍ଶନ କରି ପୂର୍ବତନ ଭେଟରାନ ଖେଳାଳି ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତୀୟ ଅଧିନାୟକ ରନ୍ ଦୃଷ୍ଟିରୁ ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ତଥା ଖେଳାଳି ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଛନ୍ତି। ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ହିଟ୍ସମ୍ୟାନ୍ ତାଙ୍କ କ୍ୟାରିୟରରେ 263 ଦିନିକିଆ ମ୍ୟାଚରେ 10,767 ରନ୍ ସ୍କୋର କରିଥିଲେ। କିନ୍ତୁ 2 ରନ୍ ସ୍କୋର କରିବା ପରେ ସେ ପୂର୍ବତନ ବ୍ୟାଟ୍ସମ୍ୟାନମାନଙ୍କ ଠାରୁ ଆଗରେ ରହିଥିଲେ। ସେ ବର୍ତ୍ତମାନ ଏହି ତାଲିକା ଚତୁର୍ଥ ସ୍ଥାନକୁ ଆସିଛନ୍ତି। 340 ଦିନିକିଆ ମ୍ୟାଚରେ ଦ୍ରାବିଡ ନାମରେ 10,768 ରନ୍ ରହିଛି। ରୋହିତ 264 ମ୍ୟାଚରେ 10,831 ରନ୍ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର ଶୀର୍ଷରେ ଥିବାବେଳେ ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଖବରଟି ଯଦି ଭଲ ଲାଗିଲେ ଲାଇକ୍ କରିବେ ଏବଂ ପାଖରେ ଥିବା ବେଲ୍ ବଟନଟିକୁ ଦବାଇ ସବସ୍କ୍ରାଇବ୍ କରିବେ, ଯାହାଦ୍ୱାରା ଏହିପରି କ୍ରିକେଟ ବିଷୟରେ ସବୁ ଖବର ଆପଣ ସର୍ବପ୍ରଥମେ ଦେଖିପାରିବେ। ବ୍ୟୁରୋ ରିପୋର୍ଟ MK ଓଡ଼ିଶା TV।